ରାନୁ ଚଢ଼େଇ ଓ ତାର ପୁଅ କୁନୁ ଜଙ୍ଗଲର ଶେଷ ଭାଗରେ ଥିବା ଏକ ବଡ଼ ଗଛରେ ଘର କରି ରହୁଥାନ୍ତି। ରାନୁ ଚଢ଼େଇ ଥାଏ ବହୁତ ଗରିବ। ସେଥିପାଇଁ ସେ ଦିନରାତି ପରିଶ୍ରମ କରି ଖାଦ୍ୟ ସଞ୍ଚୟ କରୁଥାଏ। କିନ୍ତୁ ତାଙ୍କ ଘର ପାଖରେ ରହୁଥିବା ଏକ ଦୁଷ୍ଟ କାଳୁ କାଉ ତାର ସବୁ ଖାଦ୍ୟ ଚୋରି କରି ନେଇଯାଏ। ଗୋଟିଏ ଦିନ ସେ ତା ପୁଅକୁ କୁହେ, ପୁଅ, ତୁ ଘରେ ଥା, ମୁଁ ଯାଉଛି ଜଙ୍ଗଲ ଭିତରକୁ ଖାଦ୍ୟ ଆଣିବାକୁ। ମା, ତୁମେ ସବୁଦିନ ମତେ ଏକା କରି ଖାଦ୍ୟ ଆଣିବାକୁ ଚାଲି ଯାଉଛ। ମତେ ଏକୁଟିଆ ବହୁତ ଡର ଲାଗୁଛି। ତୁମେ ଗୋଟେ କାମ କର, ତୁମେ ଏକାଥରେ ଅଧିକ ଖାଦ୍ୟ ନେଇ ଆସ। ତୁମକୁ ଆଉ ଯିବାକୁ ପଡ଼ିବନି। ନାଇଁ ରେ ଧନ, ଅଧିକ ଖାଦ୍ୟ ଆଣିଲେ ସେ କାଳୁ ଭାଇ ଆମର ସବୁ ଚୋରି କରି ନେଇଯିବେ। ମା, ସେ କାହିଁ ଆମର ଚୋରି କରି ନେଇ ଯାଉଛନ୍ତି? ସେ ନିଜେ ନେଇ ଆସୁନାହାନ୍ତି। ତୁ ବ୍ୟସ୍ତ ହନାରେ ଧନ, ଦିନେ ନା ଦିନେ ଭଗବାନ ଆମ ଡାକ ନିଶ୍ଚୟ ଶୁଣିବେ, ଆଉ ସେ କାଳୁ ଭାଇଙ୍କୁ ନିଶ୍ଚୟ ଦଣ୍ଡ ଦେବେ। ଏମିତି କହି ରାନୁ ଚଢ଼େଇ ଜଙ୍ଗଲକୁ ଖାଦ୍ୟ ଖୋଜିବାକୁ ଯାଏ। ସେ କିଛି ବାଟ ଗଲା ପରେ ବାଟରେ ଏକ ଅଦ୍ଭୁତ ପ୍ରକାରର ଦୀପ ପଡ଼ିଥିବାର ଦେଖେ। ଆରେ ଇଏ କ'ଣ? ଇଏ ତ ଏକ ଦୀପ ପରି ଜଣାପଡ଼ୁଛି, ଆଉ ବହୁତ ଚିକ୍ ଚିକ୍ କରୁଛି। ଯାଉଛି, ୟାକୁ ମୁଁ ଘରକୁ ନେଇଯିବି, ମୋ ପୁଅ ଖେଳିବ। ରାନୁ ଚଢ଼େଇ ସେ ଦୀପକୁ ନେଇ ତା ଘରେ ରଖିଦିଏ। ତା ପରଦିନ ରାନୁ ଚଢ଼େଇ ଜଙ୍ଗଲକୁ ଖାଦ୍ୟ ଆଣିବାକୁ ଗଲା ପରେ ତା ପୁଅ କୁନୁ ସେ ଦୀପକୁ ଆଣି ଖେଳିବାକୁ ଲାଗେ। କୁନୁ ସେ ଦୀପରେ ଖେଳି ଖେଳି ତା ଡେଣା ସେଥିରେ ଘଷି ଦେବାରୁ ତା ଭିତରୁ ଏକ ଲାଲ ପରି ବାହାରି ଆସେ। ଆରେ ଟିକି ଚଢ଼େଇ, ତୁମକୁ ବହୁତ ବହୁତ ଧନ୍ୟବାଦ। ତୁମେ ଆଜି ମୋତେ ଏ ଦୀପରୁ ମୁକ୍ତି କରିଦେଲ। ଏବେ କୁହ, ତୁମର ପ୍ରଥମ ଇଚ୍ଛା କ'ଣ? ଏତିକି ବେଳେ ରାନୁ ଚଢ଼େଇ ଘରକୁ ଫେରି ଆସେ। ଆରେ କୁନୁ, ଇଏ କିଏ? ମା, ଏ ହେଉଛନ୍ତି ଲାଲ ପରି, ଆଉ ସେଇ ଦୀପରୁ ବାହାରିଛନ୍ତି, ଆଉ ମୋର ଇଚ୍ଛା ପୂରଣ କରିବାକୁ କହୁଛନ୍ତି। ହଁ ଚଢ଼େଇ, କୁହ, ତୁମର ପ୍ରଥମ ଇଚ୍ଛା କ'ଣ? ପ୍ରଥମ ଇଚ୍ଛା? ହଁ, ମୁଁ ତୁମର 2ଟି ଇଚ୍ଛା ପୂରଣ କରିବି, ଆଉ ଏଠାରୁ ଚାଲିଯିବି। ଲାଲ ପରି, ଆମକୁ ପ୍ରଥମେ ଏକ ସୁନ୍ଦର ଘରଟିଏ ଦରକାର, ଆଉ ଦ୍ୱିତୀୟରେ ଆମ ଜଙ୍ଗଲର ସବୁ ଗଛରେ ସବୁଦିନ ଫଳ ଫଳିବା ଦରକାର। ଠିକ୍ ଅଛି, ମୁଁ ତୁମର ଏଇ 2ଟି ଇଚ୍ଛା ନିଶ୍ଚୟ ପୂରଣ କରିବି। ହେଲେ ଶୁଣ, ତୁମେ ଗୋଟେ କଥା ମନେ ରଖିବ। ମୁଁ ଏଠାରୁ ଗଲା ପରେ ତୁମେ ଏ ଦୀପ ଯେଉଁଠାରୁ ଆଣିଥିଲ ସେଇଠାରେ ନେଇ ଗାତ କରି ପୋତିଦେବ। ନହେଲେ ଯଦି ଏ ଦୀପ ତୁମ ହାତରୁ ପଡ଼ି ଭାଙ୍ଗିଯାଏ, ତେବେ ଏଥିରେ ଥିବା ଏକ ରାକ୍ଷସ ବାହାରି ତୁମକୁ ବନ୍ଦୀ କରିଦେବ। ଏଇ ନିଅ, ଏଇ ଲାଲ ପରଟିକୁ ରଖ। ଯଦି ବି କିଛି ଅସୁବିଧା ହୁଏ, ତେବେ ଏ ପରଟିକୁ ଆଉଁସି ଦେଲେ ମୁଁ ତୁମ ପାଖକୁ ଚାଲି ଆସିବି, ଆଉ ତୁମକୁ ସାହାଯ୍ୟ କରିବି। ଏହା କହି ଲାଲ ପରି ରାନୁ ଚଢ଼େଇର ପ୍ରଥମ ଇଚ୍ଛା ଓ ଦ୍ୱିତୀୟ ଇଚ୍ଛା ପୂରଣ କରେ। ଏବେ ତ ତୁମର ଇଚ୍ଛା ପୂରଣ ହେଇଗଲା, ମୁଁ ଏବେ ଆସୁଛି। ମା, ଦେଖ, ଆମର କେତେ ସୁନ୍ଦର ଘର ହେଇଯାଇଛି। ହଁ ରେ ଧନ, ମୁଁ କହୁନଥିଲି, ଭଗବାନ ଆମ କଥା ନିଶ୍ଚୟ ଶୁଣିବେ। ଏଇ ଦେଖ ମା, ସବୁ ଗଛରେ ଫଳ ଫଳିଛି। ତା ପରଦିନ ରାତିରେ ରାନୁ ଚଢ଼େଇ ଓ ତା ପୁଅ କୁନୁ ଶୋଇବା ପରେ କାଳୁ କାଉ ତାଙ୍କ ଘରକୁ ଆସେ, ଆଉ ସେ ସେଠାରେ ସେଇ ଯାଦୁଇ ଦୀପକୁ ଦେଖିଦିଏ। ଆରେ ହେ, ଏମାନେ ଏଇ ଦୀପ ଯୋଗୁଁ ବୋଧହୁଏ ଏତେ ବଡ଼ ଲୋକ ହୋଇଯାଇଛନ୍ତି। ଠିକ୍ ଅଛି, ତାହେଲେ ଏ ଦୀପକୁ ମୁଁ ଏବେ ଯାଉଛି ନେଇଯିବି। ଏହା କହି କାଳୁ କାଉ ସେ ଦୀପକୁ ଯେମିତି ଧରିଛି, ସେତିକି ବେଳେ କୁନୁର ନିଦ ଭାଙ୍ଗିଯାଏ। ଆରେ କାଳୁ ମଉସା, ତୁମେ ଏ ଦୀପକୁ କୁଆଡ଼େ ନେଉଛ? ତୁମେମାନେ ଏ ଦୀପ ଯୋଗୁଁ ବଡ଼ଲୋକ ହୋଇଯାଇଛ, ସେଥିପାଇଁ ମୋର ବି ଏ ଦୀପ ଦରକାର। ମୁଁ ଆକୁ ନେଇଯାଉଛି। ନାଇଁ କାଳୁ ମଉସା, ଏ ଦୀପ ଆଉ କେଉଁ କାମରେ ଲାଗିବନି। ଆମେ ଏ ଦୀପକୁ କାଲି ଗାତ ଖୋଳି ପୋତି ଦେବୁ, ନହେଲେ ସେଥିରେ ଏକ ରାକ୍ଷସ ବାହାରିବ। ଆବେ ମୁଁ କ'ଣ ଛୋଟ ଛୁଆ? ତୁ ମୋତେ ଡରଉଛୁ? ଏତିକି ବେଳେ ରାନୁର ନିଦ ଭାଙ୍ଗିଯାଏ। ଆରେ କାଳୁ ଭାଇ, ସେ ଦୀପକୁ ଦିଅ, ନହେଲେ ବହୁତ ବଡ଼ ଅଘଟଣ ଘଟିଯିବ। ନା, ମୁଁ ଦେବିନି। ଏମିତି ସେ 2 ଜଣ ସେ ଦୀପକୁ ଟଣା ଓଟରା କଲାବେଳେ
ଦୀପଟି ତଳେ ପଡ଼ି ଭାଙ୍ଗିଯାଏ। ଆଉ ତା ଭିତରୁ ଏକ ଭୟଙ୍କର ରାକ୍ଷସ ବାହାରେ। ସେ ରାକ୍ଷସ ବହୁତ ଭୟଙ୍କର ଦିଶୁଥାଏ। ସେ କାଳୁ କାଉକୁ ଦେଖି ତାକୁ ଆଗ ବନ୍ଦୀ କରିଦିଏ। ରାନୁ ଚଢ଼େଇ ଓ କୁନୁ ଚଢ଼େଇ ସେଠାରୁ ଦୌଡ଼ି ପଳାନ୍ତି। କୁନୁ ଶୀଘ୍ର ଦୌଡ଼ି ଯାଇ ସେ ଲାଲ ପରଟିକୁ ଆଣି ଆଉଁସି ଦିଏ। ତା ଭିତରୁ ଲାଲ ପରି ବାହାରି ଆସେ। ଲାଲ ପରି ତା ଯାଦୁ ଶକ୍ତି ବଳରେ ଦୀପଟିକୁ ଯୋଡ଼ି ଦିଏ। ଦୀପଟି ଯେମିତି ଯୋଡ଼ି ହୋଇଯାଏ, ରାକ୍ଷସ ସେ ଦୀପରେ ପଶିଯାଏ। ଆଉ ତାପରେ ଲାଲ ପରି କାଳୁକୁ ବନ୍ଦୀରୁ ମୁକ୍ତି କରେ। ଶୁଣ କାଳୁ, ତୁ ଯଦି ଆଉ କେବେ ବି ରାନୁ ଚଢ଼େଇକୁ ହଇରାଣ କରିଥାଉ, ତେବେ ମୁଁ ତତେ ଦଣ୍ଡ ଦେବି। ମତେ କ୍ଷମା କରିଦେ ରାନୁ। ମୁଁ ଆଉ ତତେ କେବେ ବି ହଇରାଣ କରିବିନି। ମୋର ଭୁଲ ହେଇଯାଇଛି।